ଜୟ ଜଗନ୍ନାଥ ଫ୍ରେଣ୍ଡସ୍, ୱେଲକମ୍ ଟୁ ମାଇ ୟୁଟ୍ୟୁବ୍ ଚ୍ୟାନେଲ୍ ଷ୍ଟଡି ୱିଥ୍ ଟିକେ। ଆଜିର କ୍ଲାସରେ ଆମେ ଦେଖିବା ଏସ୍ଆଇ ଏକ୍ଜାମ ଷ୍ଟ୍ରାଟେଜି। ମାନେ ଆମର 2023 ମସିହାର ଯୋଉ ଏସ୍ଆଇ ଏକ୍ଜାମ ଆସିଥିଲା, ତାର ଏକ୍ଜାମ ଅକ୍ଟୋବର ମାସ ଭିତରେ ହେବାକୁ ଯାଉଛି ଏବଂ ଆମେ ଏଇ କ୍ଲାସରେ ଦେଖିବା ପ୍ରିଭିୟସ୍ ଇୟର ଏସ୍ଆଇ କ୍ୱେଶ୍ଚିନ୍ କେମିତି ଥିଲା, କୋଉଠୁ ଆସିଥିଲା ଏବଂ ତାର କଟଅଫ୍ କେତେ ଯାଇଥିଲା, ସେଇଟାକୁ ଦେଖିକି ଆମେ ଆନାଲିସିସ୍ କରିବା ଯେ ଆଗାମୀ ଯୋଉ ଏକ୍ଜାମ ହବାକୁ ଯାଉଛି ତାର କଟଅଫ୍ କେତେ ଯିବ ଏବଂ କୋଉ କୋଉ କ୍ୱେଶ୍ଚିନ୍ ଆସିବ। କାରଣ ଡେରି ନ କରିକି ଆମେ କ୍ଲାସ୍ ଷ୍ଟାର୍ଟ କରିଦେବା। ଆମର ଥିଲା ଏସ୍ଆଇ 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 2021 ଆରାଉଣ୍ଡ 477 ଭ୍ୟାକାନ୍ସି ଥିଲା। 477 ଭ୍ୟାକାନ୍ସି ଥିଲା ଏବଂ ସେଥିରୁ 477 ଭ୍ୟାକାନ୍ସି ଥିଲା, ଆସିଥିଲା କଣ ଆମର ଦେଖିବା କୋଉଥିରୁ କେତେ କେତେ କ୍ୱେଶ୍ଚିନ୍ ଆସୁଛି ଦେଖିବା ହେଲା। ଆମର ଥିଲା କଣ ମ୍ୟାଥ, ଟୋଟାଲ ଫୁଲ୍ ମାର୍କ ହଉଛି ଆମର କେତେ, ଟୋଟାଲ ମାର୍କ ହଉଛି କେତେ 300, ଟୋଟାଲ ମାର୍କ 300 ଏବଂ ମ୍ୟାଥ ରିଜନିଂ ସାଇନ୍ସ ସାଇନ୍ସ ଏବଂ ଏଥିରେ ବଟନି ଜୁଲୋଜି ବା ବାୟୋଲୋଜି ପାର୍ଟ ବି ଆସିଥିଲା। ବାୟୋଲୋଜିରୁ ବି କିଛି କ୍ୱେଶ୍ଚିନ୍ ଆସିଥିଲା ହେଲା। ଏଟା ଜେନେରାଲ ସାଇନ୍ସ ଏବଂ ବାୟୋଲୋଜିରୁ କ୍ୱେଶ୍ଚିନ୍ ଆସିଥିଲା। ହିଷ୍ଟ୍ରି ହିଷ୍ଟ୍ରି ଆସିଥିଲା। ଜିଓଗ୍ରାଫି ଆସିଥିଲା। ଷ୍ଟାଟିକ୍ ଜିକେ କିଛି ଆସିଥିଲା। ଷ୍ଟାଟିକ୍ ଜିକେ ଆସିଥିଲା। କରେଣ୍ଟ ଆଫେୟାର ଆସିଥିଲା। ଇକୋନୋମିକ୍ସ ଆସିଥିଲା। ପଲିଟିରୁ ଆସିଥିଲା ଏବଂ କମ୍ପ୍ୟୁଟରରୁ ଆସିଥିଲା। ଆରାଉଣ୍ଡ 200 କ୍ୱେଶ୍ଚିନ୍ ଆସିଥିଲା। ଏଇଟା 300 ମାର୍କ ଲାଙ୍ଗୁଏଜ ପେପର ଆମର ଆସିଯାଉଛି କେତେ, ଲାଙ୍ଗୁଏଜ ପେପର ହଉଛି 100 ଆଉ ପେପର ଟୁ ବା ଜିକେ ଜିଏସ୍ ମ୍ୟାଥ ରିଜନିଂ ମିଶେଇ କେତେ ଆସିଥିଲା। ପେପର ଟୁ ଏଟା ହଉଛି ପେପର ଟୁ ଆସିଥିଲା କେତେ 200 ହେଲା। ତେଣୁ ଆମେ ଦେଖିବା ମ୍ୟାଥ ରିଜନିଂ କେତେ ଆସିଥିଲା। ମ୍ୟାଥରେ ଆରାଉଣ୍ଡ 33, ରିଜନିଂ 17, ଟୋଟାଲ ଦିଟା ମିଶେଇକି ମ୍ୟାଥ ରିଜନିଂ ଆମର ଆସି ଯାଇଥିଲା 50। ସାଇନ୍ସରେ ଟୋଟାଲ ଆସିଥିଲା କେତେ, ଟୋଟାଲ ଆସିଥିଲା 20ଟା କ୍ୱେଶ୍ଚିନ୍ ଆସିଥିଲା। ଯୋଉଟା କି ଜେନେରାଲ ସାଇନ୍ସରୁ ଆସିଥିଲା କେତେ, ଜେନେରାଲ ସାଇନ୍ସରେ ଆସିଥିଲା 14ଟା। ଜେନେରାଲ ସାଇନ୍ସରୁ ଟୋଟାଲ ଆସିଥିଲା 20ଟା, ଜେନେରାଲ ସାଇନ୍ସରୁ ଆସିଥିଲା କେତେ, ଜେନେରାଲ ସାଇନ୍ସ ଆସିଥିଲା 14 ଆଉ ବାୟୋଲୋଜି ଆସିଥିଲା 6ଟା। ହିଷ୍ଟ୍ରି ଦେଖିବାକୁ ଗଲେ ହିଷ୍ଟ୍ରିରୁ ଆସିଥିଲା ଆରାଉଣ୍ଡ 25, ଜିଓଗ୍ରାଫି ଆସିଥିଲା 27, ଷ୍ଟାଟିକ୍ ଜିକେରୁ ଆସିଥିଲା 13, କରେଣ୍ଟ ଆଫେୟାରରୁ ଆସିଥିଲା 15। ସେମିତି ଇକୋନୋମି ଦେଖିବାକୁ ଗଲେ ଇକୋନୋମିରୁ 9ଟା କ୍ୱେଶ୍ଚିନ୍ ଆସିଥିଲା 9, ପଲିଟିରୁ ଆସିଥିଲା 17, କମ୍ପ୍ୟୁଟରରୁ ଆରାଉଣ୍ଡ ଆସିଥିଲା 24 ହେଲା। ମ୍ୟାଥ ରିଜନିଂରୁ ଆସିଥିଲା କେତେ, ମ୍ୟାଥ ରିଜନିଂରୁ ଆସିଥିଲା 50ଟା। ଆଉ ଏଇ ଜିକେ ପାର୍ଟରୁ ସାଇନ୍ସ ପାର୍ଟରୁ ଆସିଥିଲା କେବଳ ସାଇନ୍ସ ପାର୍ଟ ଆସିଥିଲା 20ଟା ହେଲା। ଆଉ ଜିକେ ପାର୍ଟରୁ ମିଶିକି ସବୁ ଆସିଥିଲା 106, କମ୍ପ୍ୟୁଟର ଆସିଥିଲା 24 ହେଲା। ସେମିତି ଦେଖିଲେ ଟୋଟାଲ ହଉଛି 200 ହେଲା। ତେଣୁ ଦେଖିବା 200, ଦେଖିବା କେତେ କଟଅଫ୍ ଯାଇଥିଲା, କେମିତି ଯାଇଥିଲା ହେଲା। 200 ମାର୍କରୁ ଟୋଟାଲ ପୂर्ण 300ରୁ ସେଥିରୁ ଆସିଥିଲା 200 ଆଉ ଲାଙ୍ଗୁଏଜ ପେପର ହଉଛି 100। ପେପର 1 ପେପର 2 ହେଲା। ପେପର 1 ପ୍ଲସ୍ ପେପର 2 ଏଥିରୁ ଆସିଥିଲା। ପେପର 1ଟା ଲାଙ୍ଗୁଏଜ ପେପର, ଯୋଉଟାରେ ଆସିଥିଲା 100 ମାର୍କ। ପେପର 2 ହଉଛି ଜିକେ ଜିଏସ୍ ପାର୍ଟ ଆଉ ଜିକେ ଜିଏସ୍ ମ୍ୟାଥ ରିଜନିଂ ମିଶିକି 200 ହେଲା। ଟୋଟାଲ ଆସିଥିଲା 300 କଟଅଫ୍ ଯାଇଥିଲା କେତେ, ଆରାଉଣ୍ଡ କୋର୍ସ ଥିଲା କେତେ କହିଥିଲି ମୁଁ 477 କଟଅଫ୍ ଯାଇଥିଲା କେତେ। କଟଅଫ୍ ମେଲ୍ ପାଇଁ କେତେ କାଟାଗୋରୀ ୟୁଆର ମେଲ୍ ପାଇଁ ଯାଇଥିଲା କେତେ 185.50 ଯାଇଥିଲା।
ତାପରେ SCBC ର ଯାଇଥିଲା କେତେ? SCBC ର ଯାଇଥିଲା 182.73, ଆଉ ଯାଇଥିଲା ଆମର SC 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 ର ଯାଇଥିଲା 156.05, ST ର ଯାଇଥିଲା 125.33। ଫିମେଲ ଯାଇଥିଲେ କେତେ? 153.25। SCBC ଯାଇଥିଲା 147.65, 123.29, ST 101.67। ଏତିକି କଟଅଫ୍ ଯାଇଥିଲା। ଏବଂ ତାର ଏକ୍ଜାମ ର ରିଟିନ୍ ଏକ୍ଜାମ 7 ଦିନ ଭିତରେ ଫିଜିକାଲ ବି ଯାଇଥିଲା ହେଲା। ତେଣୁ ଯୋଉମାନେ ବି ଏକ୍ଜାମ ଦବାକୁ ଯାଉଛନ୍ତି ତେଣୁ ଫିଜିକାଲ ସହିତ ରିଟିନ୍ ବି ପ୍ରାକ୍ଟିସ କରନ୍ତୁ ହେଲା। ରିଟିନ୍ ଏକ୍ଜାମ ସହିତ ଫିଜିକାଲି ପ୍ରାକ୍ଟିସ କରନ୍ତୁ ହେଲା, କାହିଁକିନା ଏଇଟା ସାଙ୍ଗେ ସାଙ୍ଗେ ଏକ୍ଜାମ ହେଇଯିବ, ସେମିତି କିଛି ନାହିଁ। ତ ଏଇଥର ଆରାଉଣ୍ଡ ଆମର ଭ୍ୟାକାନ୍ସି ଅଛି କେତେ? 900 ପ୍ଲସ୍ ଅଛି। ଏ 2023 ର ଭ୍ୟାକାନ୍ସି ଅଛି କେତେ? 900 ପ୍ଲସ୍ ଭ୍ୟାକାନ୍ସି ଅଛି, ଯୋଉଟା କି ଅକ୍ଟୋବର ହବାକୁ ଯାଉଛି। ଠିକ, ଅକ୍ଟୋବର ହବାକୁ ଯାଉଛି। ବହୁତ ଦିନ ୱେଟ୍ ପରେ ଏକ୍ଜାମ ହବାକୁ ଯାଉଛି, ତେଣୁ ପିଲାମାନେ ସମସ୍ତେ ୟା ଉପରେ ଅଧିକ ଫୋକସ ରଖିଛନ୍ତି। କଟଅଫ୍ ଦେଖିବାକୁ ଗଲେ around you are a candidate 70% plus 70% ପ୍ଲସ୍ କୁ ରଖିକି ଜଗି ରଖିକି ମାନେ ପଢାପଢି କର। ଆଉ SCBC ବି ବେଶୀ କିଛି ତା ଭିତରେ ଡିଫରେନ୍ସ ନଥାଏ, 68% ପ୍ଲସ୍। ଯଦି SC ଦେଖିବାକୁ ଗଲେ 60% ପ୍ଲସ୍। ଆଉ ST ଦେଖିବାକୁ ଗଲେ 55% ପ୍ଲସ୍। ୟାକୁ ଟାର୍ଗେଟ କରିକି ପଢାପଢି ଆଜିଠୁ ଜାରି ରଖନ୍ତୁ, କାହିଁକି ନା ଅକ୍ଟୋବର ମାସ ଭିତରେ ଏକ୍ଜାମ ହବାକୁ ଯାଉଛି। ଯେହେତୁ ନୋଟିସ ଆସିଛି, ମାନେ ଡିକ୍ଲାର ହେଇଯାଇଛି ନା, ଡିକ୍ଲାର ହେଇଯାଇଛି ଅକ୍ଟୋବର ମାସ ଭିତରେ ଏକ୍ଜାମ ହବାକୁ ଯାଉଛି। ତେଣୁ ଏଇଟାକୁ ଦୃଷ୍ଟିରେ ରଖି ପଢାପଢି ଜାରି ରଖନ୍ତୁ। ମୁଁ ମୋର ପ୍ରିଭିୟସ୍ କ୍ଲାସରେ ମ୍ୟାଥ ଆଉ ରିଜନିଂର ପ୍ରିଭିୟସ୍ କ୍ୱେଶ୍ଚିନ୍ ଡିସ୍କସନ୍ କରିଥିଲି, ଏବଂ ଆଗକୁ ଜିକେର କ୍ୱେଶ୍ଚିନ୍ ଡିସ୍କସନ୍ କରିବାକୁ ଚେଷ୍ଟା କରିବି ହେଲା। ତ ଏକ୍ଜାମ ପାଇଁ ଭଲ ପଢାପଢି କରନ୍ତୁ। ଏତିକି ମାର୍କ ଟାର୍ଗେଟ ରଖିକି ଆଜିଠୁ ପଢାପଢି କଲେ ହେଇଯିବ, କିଛି ଅସୁବିଧା ନାହିଁ। ୟା ସହିତ ଫିଜିକାଲ ବି ମଷ୍ଟ, କାହିଁକିନା ଫିଜିକାଲ ଏକ୍ଜାମ ଟା 7 ଦିନ କି 15 ଦିନ ଭିତରେ ହେଇଯାଉଛି ହେଲା। ତ ପ୍ରିଭିୟସ୍ କ୍ୱେଶ୍ଚିନ୍ ଏଇଥିରୁ ଆସିଥିଲା, ଏଇଟା ହଉଛି ଆନାଲିସିସ୍, ତାକୁ ଦେଖିକି ପଢାପଢି କରିବେ। ଫ୍ରେଣ୍ଡସ୍, କ୍ଲାସ୍ କୁ ଏଇଠି ସାରୁଛି। ଯୋଉମାନେ ମୋ ଚ୍ୟାନେଲକୁ ନୂଆ ଆସିଛନ୍ତି, ଚ୍ୟାନେଲକୁ ସବସ୍କ୍ରାଇବ କରିଦେବେ, ଏବଂ ଯଦି କ୍ଲାସ୍ ଭଲ ଲାଗି ତ ଲାଇକ୍ କରିଦେବେ, ଏବଂ ଯଦି କିଛି ବି ଡାଉଟ୍ ରହିଲା ତ କମେଣ୍ଟ ସେକ୍ସନରେ କମେଣ୍ଟ କରିବାକୁ ଭୁଲିବେନି। ଜୟ ଜଗନ୍ନାଥ।